ଶ୍ମଶାନ ରଚନା ମୁକେଶ ଭୋଇ। ଚାରିଆଡ଼େ ଛିଣ୍ଡା କପଡ଼ା ସବୁ ବିଛାଡ଼ି ହୋଇ ପଡ଼ିଥାଏ। ବିଲୁଆଗୁଡ଼ା ଏପଟ ସେପଟ ହୋଇ ବୋ ବୋ ହୋଇ ରଡ଼ୁଥାନ୍ତି। ସତେ ଯେମିତି କାହାକୁ ଦେଖି ସେମାନେ ଡରରେ ଚିତ୍କାର କରୁଥାନ୍ତି। ଚାରିଆଡ଼େ ପୁଣି ଧଳା ରଙ୍ଗର ଚାଦର ସହ ଖାରଗୁଡ଼ା ଏଣେ ତେଣେ ଗଦା ଗଦା ହୋଇ ପଡ଼ିଥାଏ। ଭଙ୍ଗା ମାଠିଆ ସହ କିଛି ଅର୍ଦ୍ଧଜ୍ୱଳନ୍ତା କାଠ ବି ପଡ଼ିଥାଏ ଚାରିଆଡ଼େ। ଅର୍ଦ୍ଧଜ୍ୱଳନ୍ତ ମଣିଷ ଖପରି ଏପରି ପଡ଼ିଥାଏ ଯେପରି ବିଲୁଆ କୁକୁର ଅଧା ଖାଇ ଛାଡ଼ି ଚାଲି ଯାଇଛନ୍ତି। କିଛି କଦଳୀ ପଟୁଆ ସହ ଛିଣ୍ଡା ଦଦରା ଖଟଗୁଡ଼ା ଏଣେ ତେଣେ ବିଛାଇ ହୋଇ ପଡ଼ିଥାଏ। ପାଖରେ ଥିବା ମହୁଲ ଗଛ ଆଉ ଭାର ସମ୍ଭାଳି ପାରୁନଥାଏ ଚିରିଗୁଣି ପେଚାମାନଙ୍କ ବସା ପାଇଁ। ଧୂଆଁଗୁଡ଼ା ପବନରେ ଭାସି ମଣିଷ ଶରୀର ଏକ ଛାଇ ପ୍ରଦାନ କରୁଥାଏ। ସେତିକିବେଳେ ପୂର୍ବ ଦକ୍ଷିଣ କୋଣରୁ ଭାସି ଆସୁଥାଏ କାହାର ଗୋଟେ କାନ୍ଦଣା। ଆଉ ଡାକୁଥାଏ, ମା ମା ଆଲୋ ମୋତେ ନେ, ମୁଁ ବି ଘରକୁ ଯିବି ଲୋ ମା, ଘରକୁ ଯିବି। କିଛି ଦୂରରୁ ପୁଣି ଭାସି ଆସୁଥାଏ ବିକଟାଳ ହସର ଶବ୍ଦ ଆଉ କହୁଥାଏ, ଆ ତୁ ବି ଆ, ମିଶିକି ରହିବା। ଏତିକିବେଳେ ହଠାତ୍ ଗୋଟେ ଜିଅନ୍ତା ଗଛ ହୁ ହୁ ହୋଇ ଜଳିଗଲା। ତାର ଅଗ୍ନିସ୍ରୋତ ଅଗୋଚର। କୋଉଠୁ ଆସି ନିଆଁ ଏତେ ଜୋରରେ ଜଳିଲା କିଛି ବି ଆଭାସ ମିଳିପାରିଲା ନାହିଁ। ବୁଦା ଭିତରୁ କଟକାଳ ଶବ୍ଦ କେତେବେଳେ ବି ବନ୍ଦ ହେଉନଥାଏ। ସତେ ଯେମିତି କେହି ଜଣେ ବୁଦା ଭିତରେ ଲୁଚିକି ମୋତେ ଚାହିଁ ରହିଛି। ଇତିମଧ୍ୟରେ ମୁଁ ଆଭାସ ପାଇସାରିଥିଲି ଯେ ମୁଁ ଶ୍ମଶାନ ରାସ୍ତାରେ ଯାଉଛି। ସେଠୁ ଏତେ ଶୀଘ୍ର ଫେରିଲି ଯେ ଘରକୁ କେତେବେଳେ ପହଞ୍ଚିଲି ଜାଣି ବି ପାରିଲିନି। ଇତିମଧ୍ୟରେ ମୋର ସ୍ୱପ୍ନ ଭାଙ୍ଗି ଯାଇଥିଲା ଆଉ ମୁଁ ଫେରି ଆସିଥିଲି ମୋ ବାସ୍ତବ ଦୁନିଆକୁ।